ନମସ୍କାର। ଓଡ଼ିଶାରେ ତ ଅନେକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ରହିଛି, ହେଲେ ଗୋଟିଏ ଜାଗା ଅଛି ଯାହା ତାର ନିଆରା କାହାଣୀ ଆଉ ସାଂସ୍କୃତିକ ମହତ୍ତ୍ୱ ପାଇଁ ବେଶ୍ ଜଣାଶୁଣା। ହଁ। ଆମେ କହୁଛୁ ପୁରୀ ପାଖ ସାକ୍ଷୀଗୋପାଳ ମନ୍ଦିର କଥା। ତ ଆଜି ଆମେ ଏଇ ମନ୍ଦିର ବିଷୟରେ ଯାହା ସବୁ ତଥ୍ୟ ଅଛି ସେଗୁଡ଼ିକୁ ଟିକେ ଭଲ ଭାବେ ଦେଖିବା। ଆଜ୍ଞା, ଏଇଟା ବହୁତ ବଢ଼ିଆ ବିଷୟ। ସାକ୍ଷୀଗୋପାଳ ଆଉ ଏହାକୁ ସତ୍ୟବାଦୀ ଗୋପୀନାଥ ମନ୍ଦିର ବୋଲି ବି କହନ୍ତି। ହଁ। ଏଇଟା ପୁରୀ ଭୁବନେଶ୍ୱର ହାଇୱେ ପାଖରେ। ପୁରୀରୁ ମୋଟେ 20-22 କିଲୋମିଟର ହେବ। ଆଚ୍ଛା। ଆଜି ଆମେ ଖାଲି ତଥ୍ୟ ଦେବାନି, ବରଂ ଚେଷ୍ଟା କରିବା ଏହାର ଗଭୀରତାକୁ ବୁଝିବା ପାଇଁ। ଏହାର କାହାଣୀ, ପରମ୍ପରା, ମନ୍ଦିର ତିଆରି ଶୈଳୀ ଆଉ ଇତିହାସ ସହ କେମିତି ଯୋଡ଼ି ହେଇଛି ସେସବୁ ବିଷୟରେ। ଆମ ପାଖରେ ତ ଇତିହାସର କିଛି କଥା ଅଛି, ପୁଣି ପର୍ଯ୍ୟଟନ ସାଇଟ୍ ଆଉ କିଛି ସାଂସ୍କୃତିକ ଲେଖା ବି। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ମନ୍ଦିରର ପରିଚୟ ଆଉ ତାର ତିଆରି ବିଷୟରେ କିଛି କୁହନ୍ତୁ। ହଁ, ନିଶ୍ଚୟ। ଏଠି ମୁଖ୍ୟ ଠାକୁର ହେଉଛନ୍ତି ଭଗବାନ କୃଷ୍ଣ। ତାଙ୍କୁ ଏଠି ଗୋପୀନାଥ ରୂପରେ ପୂଜା କରାଯାଏ, ବଇଁଶୀ ଧରିଥିବା କୃଷ୍ଣ। ଆଚ୍ଛା। ଆଉ ମନ୍ଦିରଟା ସେଇ ଆମ ଓଡ଼ିଶାର ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ତିଆରି। ଏଇ ଶୈଳୀର ଖାସ୍ କଥା ହେଲା ତାର ସେ ବଙ୍କା ବଙ୍କା ହେଇ ଉପରକୁ ଉଠିଥିବା ମୁଖ୍ୟ ମନ୍ଦିର ଚୂଡ଼ା, ଯାହାକୁ ବିମାନ କହନ୍ତି, ଆଉ ସାମ୍ନାରେ ଥିବା ଜଗମୋହନ, ଯୋଉଠି ଲୋକେ ଠିଆ ହେଇ ଦର୍ଶନ କରନ୍ତି। ହଁ। ସାକ୍ଷୀଗୋପାଳ ମନ୍ଦିର ଏଇ ଶୈଳୀର ଗୋଟେ ଭାରି ସୁନ୍ଦର ନମୁନା। ଏହାର ତିଆରି ଶୈଳୀରୁ ଆମ ଓଡ଼ିଶାର ସେ ପୁରୁଣା ମନ୍ଦିର ମଢ଼ିବା ପରମ୍ପରା କେତେ ସମୃଦ୍ଧ ଥିଲା ସେଇଟା ଜଣାପଡ଼ୁଛି। କିନ୍ତୁ ମୋତେ ଯୋଉ କଥାଟା ସବୁଠୁ ବେଶୀ ଆକର୍ଷିତ କରେ ସେଇଟା ହେଲା ଏହାର ନାଁ ସାକ୍ଷୀଗୋପାଳ। ଏହାର ମାନେ ତ ହେଲା ସାକ୍ଷୀ ଦେଇଥିବା ଗୋପାଳ। ଇ ପଛରେ କାହାଣୀଟା କ'ଣ ସତରେ? ଆଜ୍ଞା, ଏଇ କାହାଣୀଟା ତ ବହୁତ ଲୋକପ୍ରିୟ ଆଉ ଭାରି ମନଛୁଆ। କହନ୍ତି ବହୁତ କାଳ ତଳେ କାଞ୍ଚିନଗରୀର, କିଛି ଲୋକ ବିଦ୍ୟାନଗର ବି କହନ୍ତି, ଜଣେ ବୟସ୍କ ବ୍ରାହ୍ମଣ ଥିଲେ। ସେ ତାଙ୍କ ଗାଁର ଜଣେ ଗରିବ କିନ୍ତୁ ଭଲ ପିଲା, ଯୋଗ୍ୟ ଯୁବକ ବ୍ରାହ୍ମଣ ତାଙ୍କ ସାଙ୍ଗରେ ବୃନ୍ଦାବନ ତୀର୍ଥ କରିବାକୁ ଗଲେ। ଆଚ୍ଛା। ହେଲେ ବାଟରେ ସେ ବୁଢ଼ା ବ୍ରାହ୍ମଣ ଜଣକ ବେମାର ପଡ଼ିଗଲେ। ଆଉ ସେହି ଯୁବକ ବ୍ରାହ୍ମଣ ନିଶ୍ଚୟ ତାଙ୍କର ବହୁତ ସେବା ଶୁଶ୍ରୂଷା କରିଥିବେ। ଏକଦମ। ସେ ପିଲାଟିର ଏତେ ସେବା ଦେଖି ବୁଢ଼ା ଏତେ ଖୁସି ହେଇଗଲେ ଯେ ସେ ଭଲ ହେଲା ପରେ ବୃନ୍ଦାବନରେ ସିଧା ଗୋପାଳଙ୍କ ସାମ୍ନାରେ କଥା ଦେଲେ। କ'ଣ କଥା ଦେଲେ? କହିଲେ କି ସେ ତାଙ୍କର ଭାରି ସୁନ୍ଦରୀ ଝିଅକୁ ଏଇ ଯୁବକ ସାଙ୍ଗରେ ବାହା ଦେବେ। ଓହୋ, କିନ୍ତୁ ଗାଁକୁ ଫେରିଲା ପରେ ନିଶ୍ଚୟ କିଛି ଗଡ଼ବଡ଼ ହେଲା। ଏମିତି କାହାଣୀରେ ତ ସେଇଆ ହିଁ ହୁଏ। ହଁ, ଠିକ୍ ଧରିଛନ୍ତି। ଗାଁକୁ ଫେରିଲା ପରେ ସେ ବୃଦ୍ଧ ବ୍ରାହ୍ମଣଙ୍କ ଘର ଲୋକେ, ବନ୍ଧୁବାନ୍ଧବ, ସେମାନେ ମାନିଲେନି। କାହିଁକି? କହିଲେ ଏଡ଼େ ବଡ଼ ଘରର ଝିଅଟା ଗୋଟେ ଗରିବ ପିଲାକୁ କେମିତି ବାହା ହବ? ବୁଢ଼ା ବିଚାରା ଚାପରେ ପଡ଼ିଗଲେ ଆଉ ନିଜ କଥାରୁ ଓହରିଗଲେ। ଆଉ ଯେତେବେଳେ ସେଇ ଯୁବକ ଜଣକ ତାଙ୍କୁ କଥା ଦେଇଥିବା କଥା ମନେ ପକେଇଲେ, ସେ କ'ଣ କହିଲେ? କିଏ ସାକ୍ଷୀ ଅଛି ବୋଲି ପଚାରିଲେ। ହଁ, ସେଇଆ କହିଲେ। କହିଲେ ଏତେ ଦୂର ବୃନ୍ଦାବନରେ କଥା ଦେଲି, ସେଠି କିଏ ସାକ୍ଷୀ ଥିଲା? ଯୁବକ ଜଣକ ତ ପୁରା ନିରାଶ। ସେ ପୁଣି ଗଲେ ବୃନ୍ଦାବନ। ଆଚ୍ଛା। ଆଉ ଭଗବାନ ଗୋପାଳଙ୍କୁ କାନ୍ଦି କାନ୍ଦି ଡାକିଲେ, ପ୍ରଭୁ ତମେ ହିଁ ତ ସାକ୍ଷୀ, ତମେ ମୋ ସାଙ୍ଗରେ ଚାଲ ଆଉ ସାକ୍ଷୀ ଦିଅ। ଆଉ ଭଗବାନ ରାଜି ହୋଇଗଲେ। ଏଇଟା ତ ବିଶ୍ୱାସ ହଉନି। ଆଜ୍ଞା, ଭକ୍ତର ଡାକକୁ ଭଗବାନ କ'ଣ ମନା କରିପାରିବେ? କାହାଣୀ କହୁଛି ଗୋପାଳ ରାଜି ହେଲେ ଗୋଟିଏ ସର୍ତ୍ତ ରଖିଲେ। କି ସର୍ତ୍ତ? କହିଲେ ସେ ଯୁବକ ପଛେ ପଛେ ଯିବେ, କିନ୍ତୁ ଯୁବକ ଜଣକ କେବେ ବି ପଛକୁ ବୁଲି ଚାହିଁବେନି। ଯଦି ଚାହିଁଦେଲେ ସେ ସେଇଠି ଅଟକିଯିବେ। ଏମତିକା ସର୍ତ୍ତ ତ ଆହୁରି କେତେ ପୁରୁଣା କାହାଣୀରେ ଶୁଣିବାକୁ ମିଳେ। ତାପରେ କ'ଣ ହେଲା? ତାପରେ ଯୁବକ ଆଗେ ଆଗେ ଚାଲିଲେ। ପଛରୁ ଭଗବାନଙ୍କର ପାଦର ନୁପୁର ଶବ୍ଦ, ସେ ରୁଣୁଜୁଣୁ ଶବ୍ଦ ଶୁଣି ସେ ଜାଣୁଥାନ୍ତି ଯେ ଭଗବାନ ଆସୁଛନ୍ତି। ବହୁତ ଦିନ ଲାଗିଲା। ଶେଷରେ ସେମାନେ ଆସି ସେଇ ଗାଁ ପାଖରେ ପହଞ୍ଚିଲେ। ସେଠି ଗୋଟେ ବାଲିଆ ଜାଗା ଥିଲା। ସେ ବାଲିରେ ଚାଲିଲା ବେଳକୁ ହଠାତ୍ ନୁପୁର ଶବ୍ଦ ବନ୍ଦ ହେଇଗଲା। ଓହୋ, ଯୁବକ ଜଣକ ତ ବ୍ୟସ୍ତ ହୋଇଯାଇଥିବେ ଆଉ ବୋଧେ ପଛକୁ ଚାହିଁଦେଲେ। ହଁ, ସନ୍ଦେହ ହେଲା ତାଙ୍କର, କାଳେ ଭଗବାନ ରହିଗଲେ କି କ'ଣ। ସେଇ ଡରରେ ଆଉ ଆଶଙ୍କାରେ ସେ ପଛକୁ ବୁଲି ଚାହିଁଦେଲେ। ଆଉ ସର୍ତ୍ତ ତ ସର୍ତ୍ତ। ଭଗବାନ ଗୋପାଳ ସେଇ ମୁହୂର୍ତ୍ତରେ ସେଇଠି ଗୋଟେ ସୁନ୍ଦର ପଥର ମୂର୍ତ୍ତି ପାଲଟିଗଲେ। ଏହାପରେ ଗାଁ ଲୋକେ ଏ କଥା ବିଶ୍ୱାସ କଲେ। ଏମିତି ଗୋଟେ ଅଦ୍ଭୁତ କଥା କ'ଣ ଆଉ ଲୁଚି ରହେ? ଚାରିଆଡ଼େ ଖବର ହେଇଗଲା। ସେ ବୁଢ଼ା ବ୍ରାହ୍ମଣ ଆଉ ବାକି ସମସ୍ତେ ଆସି ଦେଖିଲେ। ଆଉ କାହାର କିଛି ସନ୍ଦେହ ରହିଲାନି। ହଁ, ନିଶ୍ଚୟ। ସମସ୍ତେ ନିଜ ଭୁଲ ବୁଝିପାରିଲେ। ଯୁବକଙ୍କ ସାଙ୍ଗରେ ସେ ଝିଅର ବାହାଘର ହେଲା। ଆଉ ଯୋଉ ଜାଗାରେ ଭଗବାନ ସାକ୍ଷୀ ହୋଇ ଅଟକିଗଲେ, ମୂର୍ତ୍ତି ହୋଇଗଲେ,
ସେଠି ସେତେବେଳର ରାଜା ଗୋଟେ ବଡ଼ ମନ୍ଦିର ତୋଳେଇଲେ। ସେଇଦିନଠୁ ଠାକୁରଙ୍କ ନାଁ ହେଲା ସାକ୍ଷୀ ଗୋପାଳ। ବାଃ, ଏ କାହାଣୀ ଖାଲି କଥା ରଖିବା ବିଷୟରେ ନୁହେଁ, ଏଥିରେ ତ ବିଶ୍ୱାସର ଶକ୍ତି, ଭକ୍ତ ଆଉ ଭଗବାନଙ୍କ ଭିତରେ ଥିବା ସମ୍ପର୍କ, ଏପରିକି ଗୋଟେ ପ୍ରକାର ସାମାଜିକ ନ୍ୟାୟ କଥା ବି ଅଛି। ଭଗବାନ ନିଜେ ଆସି ଜଣେ ସାଧାରଣ ଗରିବ ପିଲା ପାଇଁ ସାକ୍ଷୀ ଦେବା, ଏଟା ବହୁତ ବଡ଼ କଥା। ଆପଣ ଏକଦମ ଠିକ୍ କହିଲେ। ଏଇଟା ସତରେ ବିଶ୍ୱାସ ଆଉ ନ୍ୟାୟର ପ୍ରତୀକ। ଆଉ ଗୋଟେ ମତ ବି ଅଛି, ଯଦିଓ ଏଇ କାହାଣୀଟା ବେଶୀ ପ୍ରଚଳିତ। ଆଚ୍ଛା, ସେଇଟା କ'ଣ? ସେଇଟା ଭଗବାନ କୃଷ୍ଣଙ୍କ ବଂଶ ସହିତ ଯୋଡ଼ା। କୁହନ୍ତି କୃଷ୍ଣଙ୍କ ଅଣନାତି ଥିଲେ ରାଜା ବଜରନାଭ। ଦ୍ୱାରକା ବୁଡ଼ିଗଲା ପରେ କୃଷ୍ଣଙ୍କ ସ୍ମୃତିକୁ ରଖିବା ପାଇଁ ସେ କୃଷ୍ଣଙ୍କ ରୂପ ପରି ଦେଖାଯାଉଥିବା 16ଟା ମୂର୍ତ୍ତି ତିଆରି କରିଥିଲେ। ଓହୋ, ସେଇ 16ଟା ମୂର୍ତ୍ତି ଭିତରୁ ଗୋଟିଏ ହେଉଛି ଏଇ ସାକ୍ଷୀ ଗୋପାଳଙ୍କ ମୂର୍ତ୍ତି। ସେଟା ବି ଗୋଟେ ରୋଚକ ତଥ୍ୟ। ଏବେ ଆସନ୍ତୁ ମନ୍ଦିରର ପର୍ବପର୍ବାଣୀ ଆଉ ପରମ୍ପରା ବିଷୟରେ କଥା ହେବା। ଅଳା ନବମୀ ଏଠି ଭାରି ପ୍ରସିଦ୍ଧ ବୋଲି ମୁଁ ଶୁଣିଛି। ହଁ, ଅଳା ନବମୀ ବା ଯାହାକୁ ଅମଳା ନବମୀ ବି କହନ୍ତି, ସେଇଟା ସାକ୍ଷୀ ଗୋପାଳଙ୍କର ସବୁଠୁ ବଡ଼ ଆଉ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏଇଟା ଆସେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ। ଆଉ ଏଇ ଦିନର ସବୁଠୁ ଖାସ୍ କଥା ହେଲା ଦେବୀ ରାଧାଙ୍କର ପଦଦର୍ଶନ। ପଦଦର୍ଶନର ବିଶେଷତ୍ୱ କ'ଣ? ମୁଁ ଯେତିକି ଜାଣେ, ଏଇ ଗୋଟିଏ ଦିନ ଭକ୍ତମାନେ ଦେବୀ ରାଧାଙ୍କ ପାଦ ଛୁଇଁ ପାରନ୍ତି। ଅନ୍ୟ ଦିନ ସେ ସୁଯୋଗ ମିଳେନି। ଏକଦମ ଠିକ୍। ସାଧାରଣତଃ ବର୍ଷ ସାରା ଦେବୀ ରାଧାଙ୍କ ପାଦ ଦୁଇଟି ଲୁଗାରେ ଘୋଡ଼ି ହେଇ ରହିଥାଏ। କିନ୍ତୁ କେବଳ ଏଇ ଅଳା ନବମୀ ଦିନ ହିଁ ଭକ୍ତମାନଙ୍କୁ ସେ ପାଦ ଦର୍ଶନ କରିବାର ଆଉ ତାକୁ ସ୍ପର୍ଶ କରିବାର ସୁଯୋଗ ମିଳେ। ଆଚ୍ଛା, ଏଇଟାକୁ ଭାରି ପବିତ୍ର ଆଉ ଦୁର୍ଲଭ ବୋଲି ମାନନ୍ତି। ବିଶ୍ୱାସ ଅଛି ଯେ ଏମିତି ଦର୍ଶନ କଲେ ବହୁତ ପୁଣ୍ୟ ମିଳେ। ସେଥିପାଇଁ ତ ଏଇ ଗୋଟିଏ ଦିନ ଏଠି ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଜମେ। ଲକ୍ଷାଧିକ ଭକ୍ତ ଗୋଟିଏ ଦିନରେ। ବାପ୍ରେ, ଏହା ନିଶ୍ଚିତ ଭାବରେ ଏକ ବହୁତ ବଡ଼ ଘଟଣା। ଆଚ୍ଛା, ଏହା ଛଡ଼ା ଆଉ ଗୋଟେ ନିଆରା କଥା ବି ଶୁଣିଛି, ଏଠାକାର ପ୍ରସାଦ ବିଷୟରେ। ହଁ, ସେଇଟା ବି ଗୋଟେ ବଡ଼ କଥା। ଓଡ଼ିଶାର ବେଶିଭାଗ ବିଷ୍ଣୁ ମନ୍ଦିରରେ, ବିଶେଷ କରି ଆମ ଜଗନ୍ନାଥ ମନ୍ଦିରରେ ମୁଖ୍ୟତଃ ଭାତ ମାନେ ଅନ୍ନ ଭୋଗ ଲାଗେ। ହଁ, ଠିକ୍। କିନ୍ତୁ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସାଦ ମୁଖ୍ୟତଃ ଗହମରେ ତିଆରି ହୁଏ। ଯେମିତି ଗହମ ରୁଟି, ପୁରୀ ଆଉ ଗହମରୁ ତିଆରି ମିଠା ଜିନିଷ ଭୋଗ ଲାଗେ। ଏଇଟା ତ ବାସ୍ତବରେ ଗୋଟେ ବଡ଼ ବ୍ୟତିକ୍ରମ। ଏହା ପଛରେ କିଛି କାରଣ ଅଛି କି? ଯେମିତି କୃଷ୍ଣ ବୃନ୍ଦାବନରୁ ଆସିଥିଲେ ବୋଲି, ଆଉ ସେପଟେ ତ ଗହମ ବେଶୀ ଚଳେ, ସେଥିପାଇଁ କି? ନା ଆଉ କିଛି ସ୍ଥାନୀୟ କାରଣ? ଏଇଟା ଗୋଟେ ଭଲ ପ୍ରଶ୍ନ ପଚାରିଲେ। କିନ୍ତୁ ଏହାର ଠୋସ୍ କାରଣ କ'ଣ ସେଟା କହିବା ଟିକେ ମୁସ୍କିଲ। ଆପଣ ଯାହା କହୁଛନ୍ତି ସେଗୁଡ଼ା ଯୁକ୍ତିଯୁକ୍ତ। ବୃନ୍ଦାବନ କଥା ଗୋଟେ କାରଣ ହେଇପାରେ। ହଁ, ନହେଲେ ଏମିତି ବି ହେଇପାରେ ଯେ ବହୁତ ପୁରାକାଳରେ ଏଇ ଅଞ୍ଚଳରେ ଗହମ ଚାଷ ହେଉଥିଲା, କିମ୍ବା ଏହା କୌଣସି ବିଶେଷ ପରମ୍ପରାର ଅଂଶ ଥିଲା, ଯାହା ଏବେ କେବଳ ଏଇ ମନ୍ଦିରରେ ରହିଯାଇଛି। ଏ ବିଷୟରେ ଆହୁରି ଗବେଷଣା ଦରକାର। ହଁ, ଏଇ ଯୋଉ ଅଜଣା କଥା ସବୁ ଅଛି, ଏହା ହିଁ ସାକ୍ଷୀ ଗୋପାଳକୁ ଆହୁରି ରହସ୍ୟମୟ ଓ ଆକର୍ଷଣୀୟ କରୁଛି। ଆଚ୍ଛା, ଅନ୍ୟ କେଉଁ ମୁଖ୍ୟ ପର୍ବ ଏଠାରେ ପାଳନ ହୁଏ? ଅଳା ନବମୀ ଛଡ଼ା ଜନ୍ମାଷ୍ଟମୀ, ରାଧା ଅଷ୍ଟମୀ, ଦୋଳ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଆଉ କାର୍ତ୍ତିକ ପୂର୍ଣ୍ଣିମା, ଏସବୁ ବୈଷ୍ଣବ ପର୍ବ ବି ଏଠି ବହୁତ ଜାକଜମକରେ ପାଳନ କରାଯାଏ। ସେସବୁରେ ବି ବହୁତ ଭକ୍ତ ଆସନ୍ତି। ଏବେ ମନ୍ଦିରର ସ୍ଥାପତ୍ୟ କଥାକୁ ଟିକେ ଫେରିବା। ଆପଣ କହୁଥିଲେ ଏହା କଳିଙ୍ଗ ଶୈଳୀରେ ତିଆରି। ଏହା କ'ଣ ପୁରୀ ଜଗନ୍ନାଥ ମନ୍ଦିର ସହ କିଛି ମେଳ ଖାଏ? ହଁ, ଅନେକେ ତ କହନ୍ତି ଏଇଟା ପୁରୀ ମନ୍ଦିରର ଗୋଟେ ଛୋଟ ସଂସ୍କରଣ ବୋଲି। କାରଣ ଏଥିରେ ବି ସେମିତି ମୁଖ୍ୟ ମନ୍ଦିର, ବିମାନ, ଜଗମୋହନ, ନାଟ୍ୟ ମନ୍ଦିର, ଭୋଗ ମଣ୍ଡପ ସବୁ ଅଛି। ଆଚ୍ଛା, ଆଉ ତିଆରି ଶୈଳୀ ବି ସେଇଆ। ମନ୍ଦିର କାନ୍ଥରେ ସେ ସୂକ୍ଷ୍ମ କାରୁକାର୍ଯ୍ୟ, ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି, ସେସବୁ ଦେଖିଲେ କଳିଙ୍ଗ ସ୍ଥାପତ୍ୟର କଳାକୃତି ଜଣାପଡ଼େ। ଆଉ ମନ୍ଦିର ଭିତରେ ଯୋଉ ମୁଖ୍ୟ ଠାକୁର ଅଛନ୍ତି, ଗୋପୀନାଥ ଆଉ ରାଧାଙ୍କ ମୂର୍ତ୍ତି କେମିତିକା? ମୁଖ୍ୟ ଗର୍ଭଗୃହରେ ଭଗବାନ ଗୋପୀନାଥଙ୍କର ଗୋଟେ ଭାରି ସୁନ୍ଦର, ପ୍ରାୟ ମଣିଷ ଆକାରର କଳା ମୁଗୁନି ପଥରର ମୂର୍ତ୍ତି ଅଛି। ହାତରେ ବଇଁଶୀ ଧରିଛନ୍ତି ଆଉ ସେ ତ୍ରିଭଙ୍ଗୀ ଠାଣିରେ ଠିଆ ହେଇଛନ୍ତି। ତାଙ୍କ ବାଁ ପାଖରେ ଦେବୀ ରାଧାଙ୍କର ବି ସେମିତି ଗୋଟେ ମନଲୋଭା, ଯେମିତି ପୁରା ଜୀବନ୍ତ ସେମିତିକା ମୂର୍ତ୍ତି। ଏ ଦୁଇ ମୂର୍ତ୍ତିଙ୍କୁ ଦେଖିଲେ ବହୁତ ଶାନ୍ତି ଲାଗେ। ଏସବୁ ତ ଗଲା ଧର୍ମ ମନ୍ଦିର ତିଆରି କଥା, କିନ୍ତୁ ସାକ୍ଷୀଗୋପାଳର ଆଉ ଗୋଟେ ବଡ଼ ଐତିହାସିକ ପରିଚୟ ବି ଅଛି, ଯାହା ଆମ ଓଡ଼ିଶାର ନବଜାଗରଣ ସହିତ ଯୋଡ଼ି ହୋଇ ରହିଛି। ମୋର ମନେହୁଏ ଆମେ ପଣ୍ଡିତ ଗୋପବନ୍ଧୁ ଦାସ ଆଉ ସତ୍ୟବାଦୀ ବନବିଦ୍ୟାଳୟ କଥା କହୁଛୁ। ଏକଦମ ଠିକ୍ ଜାଗାକୁ ଆସିଛନ୍ତି।
ଏଇ କଥାଟା ସାକ୍ଷୀଗୋପାଳର ପରିଚୟକୁ ଆହୁରି ବଡ଼ କରିଦିଏ। 1909 ମସିହାରେ ଆମ ଓଡ଼ିଶାର ମହାନ ନେତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେ ଏଇ ସାକ୍ଷୀଗୋପାଳ ମନ୍ଦିର ପାଖରେ ଯୋଉ ବକୁଳ ଆଉ ଛୁରିଅଣା ବଣ ଅଛି, ହଁ, ସେଇ ପ୍ରସିଦ୍ଧ ବଣ। ହଁ, ସେଇ ବଣ ଭିତରେ ସତ୍ୟବାଦୀ ବନବିଦ୍ୟାଳୟ ନାଁରେ ଗୋଟେ ପୁରା ନୂଆ ଧରଣର ସ୍କୁଲ ଖୋଲିଥିଲେ। ଏଟା ତ ଖାଲି ଗୋଟେ ସ୍କୁଲ ନଥିଲା, ଏହା ତ ଶିକ୍ଷା ଆଉ ଜାତି ଗଠନ କ୍ଷେତ୍ରରେ ଗୋଟେ ବଡ଼ ପରୀକ୍ଷା ଥିଲା। ଏହାର ଖାସ୍ କଥା କ'ଣ ଥିଲା? ଏହାର ମୂଳ ଲକ୍ଷ୍ୟ ଥିଲା ପିଲାମାନଙ୍କୁ ଗୋଟେ ଖୋଲା ପ୍ରକୃତି ଭିତରେ ପୁରୁଣା ଗୁରୁକୁଳ ପରି ଶିକ୍ଷା ଦେବା। ଏଠି ଖାଲି ବହିପାଠ ନୁହେଁ, ବରଂ ଚରିତ୍ର କେମିତି ଗଢ଼ା ହବ, ଦେଶ ପାଇଁ ଭଲ ପାଇବା, ଲୋକଙ୍କର ସେବା କରିବା, ସମାଜ ସୁଧାରିବା, ଏସବୁ ଉପରେ ବେଶୀ ଜୋର ଦିଆଯାଉଥିଲା। ପଣ୍ଡିତ ଗୋପବନ୍ଧୁଙ୍କ ସଙ୍ଗରେ ଆଉ 4 ଜଣ ମହାନ ବ୍ୟକ୍ତି, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଆଉ ପଣ୍ଡିତ କୃପାସିନ୍ଧୁ ମିଶ୍ର, ଏଇ ଯୋଉ ପଞ୍ଚସଖା, ହଁ, ପଞ୍ଚସଖା। ସେମାନେ ହିଁ ଥିଲେ ଏ ଅନୁଷ୍ଠାନର ମୂଳଦୁଆ। ସତରେ ସେ ସମୟରେ ଏହା ଗୋଟେ ବୈପ୍ଳବିକ ପଦକ୍ଷେପ ଥିଲା। ଏହାର ପ୍ରଭାବ କ'ଣ ପଡ଼ିଲା ମୋ ଓଡ଼ିଶା ଉପରେ? ଏହାର ପ୍ରଭାବ ବହୁତ ବଡ଼ ଥିଲା। ସତ୍ୟବାଦୀ ବନବିଦ୍ୟାଳୟ ଖାଲି ଗୋଟେ ସ୍କୁଲ ହେଇ ରହିଲାନି, ଏଟା ଓଡ଼ିଆ ଜାତୀୟତା ଭାବନାର ଗୋଟେ ମୁଖ୍ୟ କେନ୍ଦ୍ର ପାଲଟିଗଲା। ଆଚ୍ଛା। ଏଠୁ ବହୁତ ନେତା, ବହୁତ କର୍ମୀ ବାହାରିଲେ, ଯେଉଁମାନେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଲେ। ଏହା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପୁଣି ଉଜ୍ଜୀବିତ କରିବାରେ ବି ବହୁତ ସାହାଯ୍ୟ କଲା। ଏ ଜାଗାଟା ଓଡ଼ିଶା ଇତିହାସର ଗୋଟେ ଗର୍ବର ଅଧ୍ୟାୟ। ଏକଥା ଶୁଣିଲେ ସତରେ ଗର୍ବ ଲାଗୁଛି। ଏତେ ମହତ୍ତ୍ୱପୂର୍ଣ୍ଣ ଗୋଟେ ଐତିହାସିକ ଜାଗା ଆଉ ମନ୍ଦିର, ଏହାର ସଂରକ୍ଷଣ ପାଇଁ କିଛି ପଦକ୍ଷେପ ନିଆଯାଇଛି କି? କାରଣ ଏସବୁର ରକ୍ଷଣାବେକ୍ଷଣ ତ ବହୁତ ଜରୁରୀ। ହଁ, ଏବେ ସେ ଦିଗରେ ଟିକେ ଧ୍ୟାନ ଦିଆଯାଉଛି। ସରକାରୀ ସୂଚନା ଅନୁସାରେ ସାକ୍ଷୀଗୋପାଳ ମନ୍ଦିର ଆଉ ତା ଆଖପାଖ ଅଞ୍ଚଳ, ବିଶେଷ କରି ସେଇ ଐତିହାସିକ ସତ୍ୟବାଦୀ ବକୁଳ ବାଣକୁ ଗୋଟେ ଐତିହ୍ୟସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଯୋଜନା ଅଛି। ଓହୋ, ବହୁତ ଭଲ କଥା। ଏହାର ମରାମତି, ସୁନ୍ଦର କରିବା ଆଉ ଯାତ୍ରୀମାନଙ୍କୁ ସୁବିଧା ପାଇଁ ପ୍ରାୟ 7 କୋଟି ଟଙ୍କାର ଅନୁଦାନ ବି ଦିଆଯାଇଥିବା କଥା ଶୁଣାଯାଇଛି। ଏଇଟା ଏକ ବହୁତ ଭଲ ଖବର। ଏମିତି ଜାଗାଗୁଡ଼ିକ ତ ଆମ ସଂସ୍କୃତି ଆଉ ଇତିହାସର ପରିଚୟ। ଏବେ ଯଦି କେହି ଏ ଜାଗାକୁ ବୁଲିଯିବାକୁ ଚାହିଁବେ, ତାଙ୍କ ପାଇଁ କିଛି ଜରୁରୀ ସୂଚନା ଦେବା। ମନ୍ଦିର କେତେବେଳେ ଯାଏଁ ଖୋଲା ରହେ? ସାଧାରଣତଃ ମନ୍ଦିର ସକାଳ 6ଟାରୁ ରାତି 9ଟା ଯାଏଁ ଦର୍ଶନ ପାଇଁ ଖୋଲା ରହେ। କିନ୍ତୁ କିଛି ବିଶେଷ ପର୍ବଦିନ ବା ଅନ୍ୟ କିଛି କାରଣରୁ ଏହା ରାତି 10ଟା ଯାଏଁ ବି ଖୋଲା ରହିପାରେ। ସମୟ ଟିକେ ଏପଟ ସେପଟ ହେଇପାରେ, ତେଣୁ ଯିବା ଆଗରୁ ଥରେ ପଚାରି ବୁଝିନେଲେ ଭଲ। ଆଉ ଭିତରକୁ ଯିବା ପାଇଁ କିଛି ଟିକେଟ ବା ପଇସା ଲାଗେ କି? ନା, ସାକ୍ଷୀଗୋପାଳ ମନ୍ଦିରରେ ପଶିବା ପାଇଁ କୌଣସି ଟିକେଟ ଦରକାର ନାହିଁ, ସମ୍ପୂର୍ଣ୍ଣ ମାଗଣା। ଆଚ୍ଛା। ହଁ, ଯଦି କେହି ନିଜ ଇଚ୍ଛାରେ ପୂଜା ପାଇଁ ବା ମନ୍ଦିରର କାମ ପାଇଁ କିଛି ଦାନ ଦେବାକୁ ଚାହିଁବେ, ସେ ଦେଇପାରିବେ। ଆଉ ଯିବା ଆସିବା କେତେ ସହଜ? ପହଞ୍ଚିବା ସୁବିଧା ଅଛି ତ? ବହୁତ ସୁବିଧା। ଏଟା ତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମାନେ NH316 ପାଖରେ ହିଁ ଅଛି। ହଁ। ପୁରୀରୁ ମାତ୍ର ସେ 20-22 କିଲୋମିଟର, ଆଉ ଭୁବନେଶ୍ୱରରୁ ପ୍ରାୟ 40-42 କିଲୋମିଟର। ରାସ୍ତାଘାଟ ବହୁତ ଭଲ, ବସ୍ ଟ୍ୟାକ୍ସି ସବୁ ମିଳିଯିବ। ଆଉ ଗୋଟେ କଥା, ସାକ୍ଷୀଗୋପାଳର ନିଜର ରେଳ ଷ୍ଟେସନ ବି ଅଛି। ସେଇଟା ମନ୍ଦିରଠୁ ମାତ୍ର କିଲୋମିଟରରେ ଦୂର ହେବ, ତେଣୁ ଟ୍ରେନରେ ବି ଆସିହେବ, ଗାଡ଼ିରେ ବି ଆସିହେବ। ଏଇଟା ତ ବହୁତ ଭଲ କଥା। ଯଦି କେହି ସାକ୍ଷୀଗୋପାଳ ଯାଉଛନ୍ତି, ତେବେ ସେହି ଗସ୍ତରେ ଆଖପାଖର ଆଉ କେଉଁ ଜାଗା ବୁଲିପାରିବେ? ଦେଖନ୍ତୁ, ସାକ୍ଷୀଗୋପାଳ ତ ପୁରୀ, କୋଣାର୍କ, ଭୁବନେଶ୍ୱର ଯୋଉ ସ୍ୱର୍ଣ୍ଣ ତ୍ରିଭୁଜ କହନ୍ତି, ତାରି ଭିତରେ ଆସିଯାଉଛି। ହଁ, ଠିକ୍। ତ ପାଖରେ ତ ଅଛି ନିଜେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ମାତ୍ର 20 କିଲୋମିଟରରୁ। ତାପରେ ଆମର ସେଇ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ଗାଁ ରଘୁରାଜପୁର। ଓହୋ, ରଘୁରାଜପୁର। ହଁ, ସେଇଟା ଏଠୁ ପ୍ରାୟ 10-12 କିଲୋମିଟର ହେବ। ତାପରେ ଆପଣଙ୍କର କୋଣାର୍କ ସୂର୍ଯ୍ୟ ମନ୍ଦିର ଅଛି, ପ୍ରାୟ 40-45 କିଲୋମିଟର। ଚିଲିକା ବି ବେଶୀ ଦୂର ନୁହେଁ, ପୁରୀ ଦେଇଗଲେ ପ୍ରାୟ 70 କିଲୋମିଟର। ଆଉ ସବୁଠୁ ପାଖରେ ତ ଅଛି ସେଇ ଐତିହାସିକ ସତ୍ୟବାଦୀ ବନବିଦ୍ୟାଳୟର ଜାଗାଟା। ୱାଃ, ମାନେ ଗୋଟିଏ ଯାତ୍ରାରେ ଧର୍ମ, କଳା, ଇତିହାସ, ପ୍ରକୃତି ସବୁ କିଛିର ଅନୁଭୂତି ମିଳିଯିବ। ବୋଧହୁଏ ଅନେକ ଲୋକ ପୁରୀ ଯିବା ବାଟରେ କିମ୍ବା ଫେରିବା ବାଟରେ ସାକ୍ଷୀଗୋପାଳ ଦର୍ଶନ କରିଦିଅନ୍ତି। ହଁ, ସାଧାରଣତଃ ସେୟା ହିଁ ହୁଏ। ଏଇଟାକୁ ପୁରୀ ଯାତ୍ରାର ଗୋଟେ ଜରୁରୀ ଅଂଶ ବୋଲି ଧରାଯାଏ। ତେବେ ଆଜିର ଏହି ଆଲୋଚନାରୁ ଆମେ ସାକ୍ଷୀଗୋପାଳ ମନ୍ଦିର ବିଷୟରେ ବହୁତ ଗଭୀର କଥା ଜାଣିଲେ। ଭଗବାନଙ୍କର ସାକ୍ଷୀ ହେବାର ସେ ଅଦ୍ଭୁତ କାହାଣୀ ଆଉ ତାର ନୈତିକ ଶିକ୍ଷା, ଅଳା ନବମୀରେ ରାଧାଙ୍କର ପଦଦର୍ଶନର ମହତ୍ତ୍ୱ,
ଅନ୍ନ ବଦଳରେ ସେ ଗହମ ପ୍ରସାଦର ରହସ୍ୟମୟ ପରମ୍ପରା ହଁ ପୁଣି କଳିଙ୍ଗ ସ୍ଥାପତ୍ୟର ସୁନ୍ଦର ନମୁନା ଆଉ ସବୁଠୁ ବଡ଼ କଥା ହେଲା ପଣ୍ଡିତ ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସହିତ ଏହାର ସେ ଗଭୀର ଐତିହାସିକ ସମ୍ପର୍କ। ହଁ ଏଥିରେ କିଛି ସନ୍ଦେହ ନାହିଁ ଯେ ସାକ୍ଷୀଗୋପାଳ ଖାଲି ଗୋଟେ ପୂଜା ପାଇଁ ଜାଗା ନୁହେଁ, ଏଇଟା ଆମ ବିଶ୍ୱାସ, ଆମ ସଂସ୍କୃତି, ଆମ କଳା ଆଉ ଇତିହାସର ଗୋଟେ ଜୀବନ୍ତ ସଂଗ୍ରହାଳୟ ଭଳି। ଏହାର ପ୍ରତିଟି କଥାରେ ଗୋଟେ କାହାଣୀ, ଗୋଟେ ମହତ୍ତ୍ୱ ଲୁଚି ରହିଛି। ଆଲୋଚନାର ଶେଷରେ ସେଇ ପ୍ରଶ୍ନଗୁଡ଼ିକ ମନକୁ ଆସୁଛି, ଯେମିତି ସାକ୍ଷୀ ଦେବାକୁ ଆସିଥିବା ଭଗବାନଙ୍କ କାହାଣୀ ଆଜିକା ଦିନରେ ଆମ ପାଇଁ କ'ଣ ବାର୍ତ୍ତା ଦେଉଛି, ଯୋଉଠି ବୋଧହୁଏ ଆମେ କଥା ଦେଇ କଥା ରଖିବାକୁ ଭୁଲି ଯାଉଛେ। ଏ କାହାଣୀ କ'ଣ ଆମକୁ ସତ୍ୟ ଆଉ ନ୍ୟାୟ ପାଇଁ ଠିଆ ହେବାକୁ ପ୍ରେରଣା ଦେଉନି? ନିଶ୍ଚିତ ଭାବେ ଦେଉଛି। ଏଇଟା ଆମକୁ ମନେ ପକାଇ ଦେଉଛି ଯେ ସତର ଜୟ ସବୁବେଳେ ହୁଏ, ଆଉ ବିଶ୍ୱାସ ରଖିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଆଉ ସେ ଗହମ ପ୍ରସାଦ କଥା, ହଁ ଆମେ ଯୋଉ କାରଣଗୁଡ଼ାକ କଥା ହେଉଥିଲେ, ବୃନ୍ଦାବନ କଥା ହଉ କି ସ୍ଥାନୀୟ ଚାଷବାସ କଥା ହଉ, ଏଥିରୁ ଜଣାପଡ଼ୁଛି ଯେ ଆମ ସଂସ୍କୃତିର ଏମିତି ଅନେକ ଦିଗ ଅଛି ଯାହା ବିଷୟରେ ଆମେ ଆହୁରି ଜାଣିବା ଦରକାର। ହୁଏତ କିଛି କଥା ସମୟ ସହିତ ହଜିଯାଇଛି। ଏହା ସତ। ଏହି ପ୍ରଶ୍ନଗୁଡ଼ିକ ଆମକୁ କହୁଛି ଯେ ଆମେ ଖାଲି ବୁଲିବାକୁ ନ ଯାଇ ଆମ ନିଜ ଐତିହ୍ୟ ବିଷୟରେ ଆହୁରି ଜାଣିବାକୁ ଚେଷ୍ଟା କରିବା। ତେବେ ଆଶା କରୁଛି ଆଜିର ଏହି ଆଲୋଚନା ସମସ୍ତଙ୍କୁ ଭଲ ଲାଗିଥିବ। ସାକ୍ଷୀଗୋପାଳର କାହାଣୀ କେବଳ ଅତୀତର ନୁହେଁ, ଏହା ଆଜି ପାଇଁ ବି ବହୁତ ପ୍ରାସଙ୍ଗିକ। ଆଗକୁ ଏହି ଐତିହ୍ୟ ସ୍ଥଳର ଭଲ ଭାବେ ସଂରକ୍ଷଣ ଆଉ ବିକାଶ ହେଉ, ଏହା ହିଁ ଆମେ ଚାହିଁବା।